ପିଲାମାନେ ଆଜି ଆମେ ପ୍ରଥମ ଶ୍ରେଣୀ ହସଖେଳ ବହିର ଦ୍ୱିତୀୟ ଭାଗ ପାଠ ନମ୍ବର 21 କୁ ଦେଖିବା। ପାଠରେ ଅଛି ପଳା ପଳା ପୃଥିବୀ ଫାଟିଲା। ଏହି ଗଳ୍ପଟିକୁ ଆମେ ପଢ଼ିବା ଆଉ ଦେଖିବା। ତାହେଲେ ପିଲାମାନେ ଦେଖ, ଶୃଗାଳଟିଏ ବଣରେ ବୁଲୁଥିଲା। ବେଲ ଗଛ ଦେଇ ଗଲାବେଳେ ପଛରୁ ଜୋରରେ ଶୁଭିଲା ଠୋ। ଶୃଗାଳ ଏକ ମୁହାଁ ହୋଇ ଦୌଡ଼ିଲା। ବାଟରେ ଠେକୁଆ ପଚାରିଲା, କଣ ହେଲା? ଶୃଗାଳ କହିଲା, ପଳା ପଳା ପୃଥିବୀ ଫାଟିଗଲା। ଆଗ ପଛ ହୋଇ ଦୁହେଁ ଦୌଡ଼ିଲେ। ମୃଗ ପଚାରିଲା, କଣ ହେଲା? ପଳା ପଳା ପୃଥିବୀ ଫାଟିଗଲା। ବାଟଯାକ ଯିଏ ଯାହାକୁ ଦେଖିଲା କହିଲା, ପଳା ପଳା ପୃଥିବୀ ଫାଟିଗଲା। ବଣରୁ ସବୁ ଜୀବ ଦୌଡୁଥିବାର ଦେଖି ସିଂହ ରାଜା ପଚାରିଲେ, କଣ ହେଲା? ସଭିଏଁ କହିଲେ, ପୃଥିବୀ ଫାଟିଗଲା। ସିଂହ ରାଜା ବୁଝି ଜାଣିଲେ କଥାଟି ଶୃଗାଳ କହିଛି। ରାଜାଙ୍କ ସହିତ ଯିବା ପାଇଁ କେହି ରାଜି ହେଲେ ନାହିଁ। ଶେଷରେ ରାଜାଙ୍କ ସହ ହାତୀ ଶୃଗାଳଙ୍କୁ ଧରି ବେଲଗଛ ପାଖକୁ ଗଲେ। ଦେଖିଲେ ବେଲଟାଏ ଦୁଇ ଫାଳ ହୋଇ ପଡ଼ିଛି। ଠିକ ଅଛି ପିଲାମାନେ, ଗଳ୍ପଟି କେମିତି ଲାଗିଲା ଏହାକୁ ଆମେ ଆଉ ଥରେ ଦେଖିବା। ଶୃଗାଳଟିଏ ବଣରେ ବୁଲୁଥିଲା। ବେଲ ଗଛ ଦେଇ ଗଲାବେଳେ ପଛରୁ ଜୋରରେ ଶୁଭିଲା ଠୋ। ଶୃଗାଳ ଏକ ମୁହାଁ ହୋଇ ଦୌଡ଼ିଲା। ବାଟରେ ଠେକୁଆ ପଚାରିଲା, କଣ ହେଲା? ଶୃଗାଳ କହିଲା, ପଳା ପଳା ପୃଥିବୀ ଫାଟିଗଲା। ଆଗ ପଛ ହୋଇ ଦୁହେଁ ଦୌଡ଼ିଲେ। ମୃଗ ପଚାରିଲା, କଣ ହେଲା? ପଳା ପଳା ପୃଥିବୀ ଫାଟିଗଲା। ବାଟଯାକ ଯିଏ ଯାହାକୁ ଦେଖିଲା କହିଲା, ପଳା ପଳା ପୃଥିବୀ ଫାଟିଗଲା। ବଣରୁ ସବୁ ଜୀବ ଦୌଡୁଥିବାର ଦେଖି ସିଂହ ରାଜା ପଚାରିଲେ, କଣ ହେଲା? ସଭିଏଁ କହିଲେ, ପୃଥିବୀ ଫାଟିଗଲା। ସିଂହ ରାଜା ବୁଝି ଜାଣିଲେ କଥାଟି ଶୃଗାଳ କହିଛି। ରାଜାଙ୍କ ସହିତ ଯିବା ପାଇଁ କେହି ରାଜି ହେଲେ ନାହିଁ। ଶେଷରେ ରାଜାଙ୍କ ସହ ହାତୀ ଶୃଗାଳଙ୍କୁ ଧରି ବେଲଗଛ ପାଖକୁ ଗଲେ। ଦେଖିଲେ ବେଲଟାଏ ଦୁଇ ଫାଳ ହୋଇ ପଡ଼ିଛି। ଠିକ ଅଛି ପିଲାମାନେ, ଗଳ୍ପଟି କେମିତି ଲାଗିଲା